କାନ୍ଥରେ ଥାଏ ସେ ଛାତରେ ଥାଏ ପୋକ ମାଛି ସବୁ ମାରିଣ ଖାଏ। ଶୋଷ ଲାଗିଲେ ସେ ପିଏନି ପାଣି ମାଟି ଛୁଇଁ ଦେଲେ ଶୋଷ ଉଭାଏ ପୁଣି। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଝିଟିପିଟି। ପରବର୍ତ୍ତୀ ପ୍ରଶ୍ନ, ମାରିଦେଲି ଟେକାଟିଏ ହୋଇଗଲା ଟଙ୍କାଟିଏ, ତାହା କ'ଣ? ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ତେଲୁଣି ପୋକ। ପରବର୍ତ୍ତୀ ପ୍ରଶ୍ନ, ଏମିତି କେଉଁ ଜିନିଷ ତାକୁ ଆମେ ଫେଣ୍ଟୁ ବାଣ୍ଟୁ ହେଲେ ଖାଇ ନଥାଉ, ତାହା କ'ଣ? ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ତାସ୍ ପତା। ପରବର୍ତ୍ତୀ ପ୍ରଶ୍ନ, ରାମୁ ମା'ର 4ଟି ପୁଅ ଥିଲେ, ଜଣେ ଜାନୁଆରୀ, ଆଉ ଜଣେ ଫେବୃଆରୀ, ଆଉ ଜଣେ ମାର୍ଚ୍ଚ। ଚତୁର୍ଥ ପୁଅର ନାମ କ'ଣ? ଏହାର ଉତ୍ତର ଜାଣିଥିଲେ 5 ସେକେଣ୍ଡ ମଧ୍ୟରେ କମେଣ୍ଟରେ ଦିଅନ୍ତୁ। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହୁଛି। ଏହାର ସଠିକ୍ ଉତ୍ତର ହେଉଛି ରାମୁ। ଚତୁର୍ଥ ପୁଅର ନାମ ହେଉଛି ରାମୁ। ପରବର୍ତ୍ତୀ ପ୍ରଶ୍ନ, ସେ କିଏ ଯାହାର 4ଟି ଗୋଡ଼ ଥାଇ ମଧ୍ୟ ଚାଲିପାରେନି? ସେ କିଏ ଯାହାର 4ଟି ଗୋଡ଼ ଥାଇ ମଧ୍ୟ ଚାଲିପାରେନି? ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଟେବୁଲ। ପରବର୍ତ୍ତୀ ପ୍ରଶ୍ନ, ସବୁଜ ବେଣ୍ଟକୁ ନାଲିଆ ଛୁରୀ, କଷ୍ଟ ଦିଏ ସେ ତ ଜହର ପରି। ପାଣି ପାଣି ବୋଲି ମଣିଷ ଚିଲାଏ, ସତେକି ଜୀବନ ଯାଏ ବାହାରି। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ନାଲି ଲଙ୍କା। ପରବର୍ତ୍ତୀ ପ୍ରଶ୍ନ, ଅଧା ଫୁଲ ମୁଁ ଅଧା ଫଳ, ହେଲେ ତୋଳା ହୁଏ ନାହିଁ ଗଛରୁ। ଡଉଲ ଡାଉଲ ଖଇର ରଙ୍ଗ ମୋ, ଝରେ ରସ ମୋ ଦେହରୁ। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଗୋଲାପ ଜାମୁ। ପରବର୍ତ୍ତୀ ପ୍ରଶ୍ନ, ଗଛ ଦାରୁ ପତ୍ର ସରୁ, ଫୁଲ ଧଳା ଫଳ କଳା, ସେ ଫଳ ଯଦି ଖାଇବ, ପାଖରେ ପାଣି ଥୋଇବ। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି କଞ୍ଚା ଲଙ୍କା। ପରବର୍ତ୍ତୀ ପ୍ରଶ୍ନ, ପବନ ଯାହାର ଆହାର, ଖାଏ ଗୋଇଠା ପାହାର, କଣ୍ଟା ବାଜିଗଲେ ଦେହରେ ତାର, ଅକାରଣେ ଯାଏ ଜୀବନ ତାର। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଫୁଟବଲ। ପରବର୍ତ୍ତୀ ପ୍ରଶ୍ନ, ସେ ନଈ ନୁହେଁ କି ନାଳ ବି ନୁହେଁ, କିନ୍ତୁ ସେ ଜାଗାରେ ପାଣି କେବେ ଶୁଖେନି। ବର୍ତ୍ତମାନ ସମୟ ସରିଯାଇଛି। ଏବେ ଆସନ୍ତୁ ଦେଖିବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଜିଭ।